ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, ସେ ଇଂରାଜୀରେ ତ କାର୍ଯ୍ୟ ଚାଲୁଥିଲା, ଆଉ ଓଡ଼ିଆରେ ଚାଲିବାର କ'ଣ ଆବଶ୍ୟକତା ଅଛି? ଦୀର୍ଘ ଦିନ ଧରି ଓଡ଼ିଶାର ଯେତେ କାର୍ଯ୍ୟାଳୟ ବ୍ଲକ ସ୍ତରଠୁ ଆରମ୍ଭ କରି ଲୋକସଭା ଭବନ ପର୍ଯ୍ୟନ୍ତ ସବୁ କାର୍ଯ୍ୟାଳୟରେ ତ ଇଂରାଜୀରେ ନଥିପତ୍ର କାର୍ଯ୍ୟ ଚାଲୁଥିଲା। ତେବେ ଓଡ଼ିଆରେ କରିବାର ଆବଶ୍ୟକତା କାହିଁକି ଆସିଲା? ଏ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମନରେ ଉଙ୍କି ମାରୁଥିବ। ମୁଁ ତାର କ୍ଲାରିଫିକେସନ୍ ଆପଣଙ୍କୁ ଦେଇଦେଉଛି। ଭାରତ ସମ୍ବିଧାନର ଧାରା 17 ଭାଗ 2ରେ ଅଛି ଯେ ପ୍ରତ୍ୟେକ ରାଜ୍ୟର ସରକାରୀ କାର୍ଯ୍ୟ ସେଇ ରାଜ୍ୟର ଆଞ୍ଚଳିକ ଭାଷାରେ ହିଁ ହେବ। ଏଇଟା ଭାରତ ସମ୍ବିଧାନରେ ଥିବା ବ୍ୟବସ୍ଥା। ଭାରତ ସମ୍ବିଧାନରେ ଥିବା ବ୍ୟବସ୍ଥା। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଆଇନ ପ୍ରଣୟନ କରି ନିଜ ନିଜ ରାଜ୍ୟରେ ସେଇ ରାଜ୍ୟର ଆଞ୍ଚଳିକ ଭାଷାରେ ତାଙ୍କର ସରକାରୀ କାର୍ଯ୍ୟ କରିବେ। ତେଣୁ ଆମ ରାଜ୍ୟ ସରକାର ମଧ୍ୟ 1954 ମସିହାରେ ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ ଆକ୍ଟ, ଏଟାକୁ ଏ ଆକ୍ଟ ମଧ୍ୟ ବିଧାନସଭାରେ ପାରିତ ହେଇଛି 1954 ମସିହାରେ। ଭାରତ ସମ୍ବିଧାନର ସେଇ ବ୍ୟବସ୍ଥା ଅନୁସାରେ ଓଡ଼ିଶା ସରକାର ମଧ୍ୟ ବି ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ 54 ମସିହାରୁ ଆଜି ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିପାରୁନାହୁଁ, ଆଇନ ପ୍ରଣୟନ ହେଇଥିଲେ ମଧ୍ୟ। କାହିଁକି ନା ଆମେ ଗୋଟେ ଢାଞ୍ଚାରେ ଦୀର୍ଘ ଦିନ ଧରି ରହି ପଡ଼ିଯିବା ପରେ ଆଉ ଗୋଟେ ଭାଷାକୁ ଯିବା ପାଇଁ ହୁଏତ ଆପଣଙ୍କୁ କଷ୍ଟ ଲାଗୁଥିବ। ହଁ, PUC ମେ କାଇଣ୍ଡଲି ବି ସିନ୍ ଦିସ୍ ଇଜ୍ ରିଗାର୍ଡିଂ ଅମୁକ ଅମୁକ, ଏମିତି ଗୋଟେ ଲେଖି 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 ବହୁତ ଦିନରୁ ଅଭ୍ୟସ୍ତ ହେଇଯାଇଛି ଆମେ। କିନ୍ତୁ ପୁଣି ଗୋଟେ ଭାଷାକୁ ଆସିବା, ଏଇଟା ହୁଏତ ମୁଁ ଭାବୁଛି ସେଇ ଯୋଗୁଁ ହିଁ ସେଇଟା କାର୍ଯ୍ୟକାରୀ ହେଇପାରୁନି। ତା ପାଇଁ ରାଜ୍ୟ ସରକାର ବି ପୁଣି ନୋଟିଫିକେସନ୍ ଅଧିସୂଚନା ବି ଜାରି କରିଛନ୍ତି। ତା ସତ୍ତ୍ୱେ ବି ଏ ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ଏ ସରକାର କରୁଛନ୍ତି। ଆପଣ ଦେଖିବେ ପଶ୍ଚିମବଙ୍ଗରେ ତାଙ୍କ ଭାଷା ବଙ୍ଗଳାରେ ତାଙ୍କର ସରକାରୀ କାର୍ଯ୍ୟ ଚାଲୁଛି। ଉତ୍ତରପ୍ରଦେଶରେ ତାଙ୍କର ହିନ୍ଦୀରେ ସରକାରୀ କାର୍ଯ୍ୟ ଚାଲୁଛି। କେରଳରେ ତାଙ୍କ ଭାଷାରେ ଚାଲୁଛି। ତାମିଲନାଡୁରେ ତାମିଲ ଭାଷାରେ ତାଙ୍କ ସରକାରୀ ନଥିପତ୍ର ଚାଲୁଛି। ଏମିତି ପ୍ରତ୍ୟେକ ରାଜ୍ୟ, କାରଣ ଏଇଟା ଭାରତର ସମ୍ବିଧାନରେ ଥିବା ବ୍ୟବସ୍ଥା। ଭାରତର ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଏଇଟା କରାହେଉଛି। କେଉଁ ରାଜ୍ୟ ସରକାର ଆକୁ କାହା ଉପରେ ଲଦି ଦେଉନାହାନ୍ତି। ସେଥିପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ଓଡ଼ିଶା କରିପାରି ନାହିଁ ଏପର୍ଯ୍ୟନ୍ତ। ତାହାର କାରଣ ଆମର ମାନସିକତା ହିଁ ତାହା ନାହିଁ। ଆମ ଭାଷାକୁ ଯଦି ଆମେ ମାନ୍ୟତା ନ ଦେବା, ତାହେଲେ ଆମ ଜାତିର ବି ମାନ୍ୟତା ରହିବ ନାହିଁ, ଆମ ଦେଶର ବି ମାନ୍ୟତା ରହିବ ନାହିଁ। ଏଇଟା ଗୋଟେ ବଡ଼ କଥା। ଏଇଟା ଆମ ମନରେ, ସମସ୍ତଙ୍କ ମନରେ ଆସିବାର କଥା। ଆଉ ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଧରନ୍ତୁ ଆପଣ କେଉଁ ଜିଲ୍ଲାପାଳଙ୍କ ଠାରୁ ଗୋଟେ ଚିଠିଟିଏ, ଆପଣ ପଞ୍ଚାୟତରାଜ ବିଭାଗରେ ଅଛନ୍ତି, ଗୋଟିଏ ଚିଠିଟିଏ ଇଂରାଜୀରେ ସେ ପଠେଇଲେ କ'ଣ ଆପଣଙ୍କଠୁ କେଉଁ ବିଷୟରେ ଜାଣିବା ପାଇଁ। ଆପଣ ସେ ଚିଠିଟିକି ଯେଉଁ ଇଂରାଜୀରେ ସେ ପଠେଇଲେ, ଆପଣ ସେ ଚିଠିକି ପଢ଼ିକିରି ସେ କ'ଣ ଜାଣିବାକୁ ଚାହୁଁଛନ୍ତି ବା କେଉଁ ବିଷୟରେ ସେ ଲେଖିଛନ୍ତି, ଆପଣ ତାକୁ ଓଡ଼ିଆରେ ଭାବୁଛନ୍ତି, ଇଂରାଜୀରେ କେବେ ଭାବୁନାହାନ୍ତି। କିନ୍ତୁ ନଥି ଲେଖିଲା ବେଳେ ଇଂରାଜୀରେ ଲେଖୁଛନ୍ତି। ସେ ବି ଆହୁରି ଏକ ବିଡ଼ମ୍ବନା। ଯେଉଁ ଚିଠିଟି ଅନ୍ୟ ଯେଉଁ ଓଡ଼ିଶାର ଅନ୍ୟ ଯେଉଁ କାର୍ଯ୍ୟାଳୟରୁ ବା ଜିଲ୍ଲାପାଳଙ୍କ ପାଖରୁ ବା ଅନ୍ୟ ଯେକୌଣସି ରାଜ୍ୟରୁ ଆସିଲା, ଆପଣ ସେ ଚିଠିରେ ସେମାନେ କ'ଣ ଜାଣିବାକୁ ଚାହୁଁଛନ୍ତି
ଆପଣ ସେ ଚିଠିକି ପଢ଼ିକିରି ଓଡ଼ିଆରେ ଭାବୁଛନ୍ତି ଯେ ସେ ଏଇ ବିଷୟ ଜାଣିବା ପାଇଁ ଚାହୁଁଛନ୍ତି, କିନ୍ତୁ ନଥିରେ ଲେଖିଲା ବେଳକୁ ଇଂରାଜୀରେ ଆରମ୍ଭ କରୁଛନ୍ତି। PUC ମେ କାଇଣ୍ଡଲି ବି ସିନ୍ ଆଟ୍ ପେଜ୍ 83 ଏହା କରିକିରି ଲେଖୁଛନ୍ତି, କିନ୍ତୁ ବୁଝୁଛନ୍ତି ଓଡ଼ିଆରେ। ତେଣୁ ଆମେ ଯେଉଁଟା ବୁଝୁଛେ ଓଡ଼ିଆରେ ସେଇଟା ସେଇ ଓଡ଼ିଆରେ ଲେଖିଲେ ସେଇଟା ବି ହିଁ ଚାଲିଲା ଓଡ଼ିଆ ଭାଷାର ପ୍ରଚଳନ। ବାକି ରହିଲା ଆପଣ କେତେ ଶବ୍ଦ କହିପାରନ୍ତି, ଯାହା ଯେଉଁ ଶବ୍ଦ କି ବିନା ଅଭିଧାନରେ ବା ବିନା ଡିକ୍ସନାରୀରେ ତାର ଓଡ଼ିଆ ପ୍ରତିଶବ୍ଦ ଜାଣିବା ଟିକେ କଷ୍ଟକର। ସେଥିପାଇଁ ପ୍ରଶାସନ ଶବ୍ଦକୋଷ ତ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଛନ୍ତି ଏବଂ ଆଦର୍ଶ ଟିପ୍ପଣୀ ଚିଠା ଯେଉଁ ସବୁ ଆପଣ ନଥିରେ ଲେଖୁଛନ୍ତି ତାର ଗୋଟିଏ ବହି ବି କରିଛନ୍ତି, ଆପଣଙ୍କୁ ମଧ୍ୟ ଦେଇଥିବେ। ସେ ବହିର ସେ ଦୁଇଟି ଯାକ ବହିର କପି ଆପଣଙ୍କୁ ଗୋଟେ ଗୋଟିଏ ଦିଆଯାଇଥିବ। ସବୁ ମାନେ ଚିଠା ବା ଟିପ୍ପଣୀର ନମୁନା ନଥିବ, କିନ୍ତୁ ଅଧିକାଂଶ ଚିଠା ଏବଂ ଟିପ୍ପଣୀର ନମୁନା ଅଛି ଏବଂ ସେମାନେ ମଧ୍ୟ ବି ଆହୁରି ପ୍ରୟାସ କରୁଛନ୍ତି ଯେଉଁ ଚିଠା ଟିପ୍ପଣୀର ନମୁନା ନାହିଁ ତାକୁ ମଧ୍ୟ ଆହୁରି ଫର୍ଦର ଏଡ଼ିସନ୍ କରି ସଂସ୍କରଣ କରି ସେସବୁ ସ୍ଥାନିତ କରିବେ। ପ୍ରତ୍ୟେକ ସେ ପ୍ରଶାସନ ଶବ୍ଦକୋଷରେ ଯେଉଁ ଶବ୍ଦ ଗୁଡ଼ିକ ପ୍ରଶାସନିକ ଶବ୍ଦ ନାହିଁ ତାକୁ ମଧ୍ୟ ସ୍ଥାନିତ କରିବେ ଏବଂ ଆଦର୍ଶ ଟିପ୍ପଣୀ ଓ ଚିଠା ପୁସ୍ତକରେ ଯେଉଁ ନୋଟିଂ ଟିପ୍ପଣୀ ବା ଚିଠାର ମଡ଼େଲ ନାହିଁ ତାକୁ ମଧ୍ୟ ସ୍ଥାନିତ କରିବେ। ହେଲେ ଆହୁରି ସହଜ ହେବ ଏବଂ ଆପଣ ପ୍ରତ୍ୟେକ ପ୍ରକାର ଚିଠା ଏବଂ ଟିପ୍ପଣୀର ନମୁନା ପାଇବେ ଏବଂ ସହଜରେ ଲେଖିପାରିବେ ଏବଂ ଲେଖିଲେ ଆସ୍ତେ ଆସ୍ତେ ଲେଖିଲେ ହିଁ ଅଭ୍ୟସ୍ତ ହେଇଯିବେ। କାରଣ ଆହୁରି ଗୋଟେ କଥା ଅଛି ଯେ ଆମେ ସରକାରୀ କାର୍ଯ୍ୟାଳୟକୁ ଯେତେବେଳେ ଆସୁଛେ ଆମେ ଇଂରାଜୀରେ ନଥିପତ୍ର ଲେଖୁଛେ, କିନ୍ତୁ ଆମେ ସରକାରୀ କାର୍ଯ୍ୟାଳୟରୁ ଚାଲିଗଲା ପରେ ଆମେ ଘରେ ହଉ ବା ମାର୍କେଟରେ ହଉ ବା ଯେଉଁ ବନ୍ଧୁବାନ୍ଧବ ଘରେ ହଉ ଓଡ଼ିଆରେ ହିଁ କଥାବାର୍ତ୍ତା ହେଉଛେ। କେବେ ସମସ୍ତେ ପାଠ ପଢ଼ୁଛନ୍ତି, ଇଂରାଜୀ ମଧ୍ୟ କେତେ ବୁଝିବେ। ଆପଣ ଯେଉଁ ବନ୍ଧୁଙ୍କ ସହିତ ଓଡ଼ିଆରେ କଥା ହେଉଛନ୍ତି ତାଙ୍କୁ ଇଂରାଜୀରେ କଥା ହେଲେ ବି ସେ ବୁଝିବେ, କିନ୍ତୁ ଆପଣ କ'ଣ ଇଂରାଜୀରେ କଥା ହେଉଛନ୍ତି ତାଙ୍କ ସାଥିରେ? ନା, ଓଡ଼ିଆରେ ଆମେ କଥା ହେଉଛେ କାରଣ ଆମ ଭାଷା ଓଡ଼ିଆ। କିନ୍ତୁ ସେ ଯେଉଁ ଭାଷାରେ ଆମେ କଥା ହେଉଛେ ସେଇଟା ନଥିପତ୍ରରେ ଲେଖାଯିବ ନାହିଁ, କାରଣ ଭାଷା ତିନି ପ୍ରକାର: କଥିତ ଭାଷା, ମାନକ ଭାଷା, ଲିଖିତ ଭାଷା। କଥିତ ଭାଷା ଆମେ କାହାକୁ କହିବା? ଏଇ ଧରନ୍ତୁ ଦକ୍ଷିଣାଞ୍ଚଳରେ ଯେଉଁ ଆମର ବ୍ରହ୍ମପୁର ସେପଟେ ଯେଉଁ ଲୋକ ସବୁ ଅଛନ୍ତି, ଗଞ୍ଜାମ ଜିଲ୍ଲାର କିସ ବୋଲୁଛୁ, କ'ଣ କହୁଛୁ, ଏମିତି ସବୁ କଥା ହେଇଛି କଥିତ ଭାଷା। ଏମିତି ସମ୍ବଲପୁର ବଲାଙ୍ଗୀରରେ କାଣା ବୋଲୁଛୁ, କିସ ଆସୁଛୁ, ତାଙ୍କର କାଣା କିସ ଏସବୁ କଥିତ ଭାଷା। କିନ୍ତୁ ସରକାରୀ ନଥିପତ୍ରର ଭାଷା ତ କଥିତ ଭାଷା କେବେ ହେଇପାରିବ ନାହିଁ। ସବୁବେଳେ ଗୋଟେ ମାନକ ଭାଷା ହିଁ ହେବ, ଯାହାକୁ ଆମେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବୋଲି କହୁଛେ। ଏବଂ ଆମେ ଯେତେବେଳେ ଇଂରାଜୀରେ ବି ଲେଖୁଛେ କୌଣସି ଆମେ ଯାହା ନିୟମ କାନୁନରେ ବ୍ୟବସ୍ଥା ଅଛି ସେଇଟା ହିଁ ଆମେ ଇଂରାଜୀରେ ନଥିପତ୍ର ଲେଖୁଛେ। ସେଇଭଳି ଓଡ଼ିଆରେ ଲେଖିଲା ବେଳେ ବି କୌଣସି ଆଞ୍ଚଳିକ ଭାଷା ବା ବୋଲି ବ୍ୟବହାର ହେବ ନାହିଁ, କୌଣସି ଢଗ ଢମାଳି ଏସବୁ ରହିବ ନାହିଁ, କାହାକୁ ଆକ୍ଷେପ କରି ଲେଖାଯିବ ନାହିଁ। ଉପରିସ୍ଥ ଅଧିକାରୀଙ୍କୁ ଯେମିତି ମେ କାଇଣ୍ଡଲି ବି ସିନ୍, ଉପରିସ୍ଥ ଅଧିକାରୀଙ୍କୁ ମାନ୍ୟାର୍ଥରେ ଯେମିତି ଲେଖୁଛେ ସେଇ ଢଙ୍ଗରେ ବି ଲେଖିବା। ଦୟାକରି ପଢ଼ିବା ହେବେ ବା ପାଠ କରିବା ହେବେ। ତେଣୁ କଥିତ ଭାଷା, ଲିଖିତ ଭାଷା, ମାନକ ଭାଷା। କିନ୍ତୁ ଆମେ
ସମ୍ବଲପୁରୀ ଭାଷାକୁ ଯଦି ସମ୍ବଲପୁର ଲୋକ କହିବେ ଆମ ଭାଷାରେ ତ ଏଇଟାକୁ ଏହା କହୁଛନ୍ତି ଆମେ କାହିଁ ନ ଲେଖିବୁ, ତ ଗଞ୍ଜାମ ଜିଲ୍ଲାର ଲୋକ କହିବେ ଆମେ କହୁଛୁ ଏଇଟା ତ ଓଡ଼ିଆ ଆମେ କାହିଁ ନ ଲେଖିବୁ। ନା, ସେଇଟା ହେଇପାରିବ ନାହିଁ। କାରଣ ଏଇଟା ବି ମଧ୍ୟ ନୋଟିଫିକେସନ୍ ଯେଉଁ ସରକାର କରିଛନ୍ତି ସେଥିରେ ସ୍ପେସିଫିକ୍ ଲେଖା ଅଛି ଯେ ସବୁବେଳେ ଅଫିସିଆଲ ଲାଙ୍ଗୁଏଜ ଗୋଟେ ମାନକ ଭାଷା ହେବା ଦରକାର। ସେଇଟା ଲିଖିତ ଭାଷା ଅଲଗା, କଥିତ ଭାଷା ଅଲଗା, ମାନକ ଭାଷା ଅଲଗା। ତେଣୁ ସେଥିପ୍ରତି ଆମେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଛି। ଆଚ୍ଛା, ଆଉ ଆପଣମାନେ ଯେହେତୁ ଦୀର୍ଘ ଦିନ ଧରି ଇଂରାଜୀର ଅଭ୍ୟସ୍ତ ହେଇଗଲେଣି, ଭାବୁଥିବେ ଯେ ଓଡ଼ିଆକୁ ଲେଖିଲା ବେଳକୁ କେମିତି ଲେଖିବୁ, ଏଇଟା ଗୋଟେ ମନରେ ଆପଣଙ୍କର ଆସୁଥିବ। କେମିତି ତାକୁ ଲେଖିବୁ, ପିୟୁସି ମେ କାଇଣ୍ଡଲି ବି ସିନ୍, ଏଥିରେ ଆପଣ ଅଭ୍ୟସ୍ତ ହେଲେଣି। କିନ୍ତୁ ଆପଣଙ୍କୁ ଯେଉଁ ବହି ଯୋଗାଇ ଦିଆଯାଇଛି ପିୟୁସି ହେଉଛି ପେପର ଅଣ୍ଡର କନସିଡରେସନ୍, ଯାହାର ଓଡ଼ିଆ କି ବିଚାର୍ଯ୍ୟ ପତ୍ର ବୋଲି କରାହେଇଛି। ହେଲା, ଆପଣ ଯଦି ଲେଖିବେ ବିଚାର୍ଯ୍ୟ ପତ୍ର, ଏ ପୃଷ୍ଠା ଏତେରେ ଥିବା ବିଚାର୍ଯ୍ୟ ପତ୍ର ଦୟାକରି ପଢ଼ିବା ହେବେ ବା ପାଠ କରିବା ହେବେ। ଏଇଟା ଥରେ ଲେଖିଲେ, ଦିଥର ଲେଖିଲେ, 5 ଥର ଲେଖିଲେ, 10 ଥର ଲେଖିଲେ ପିୟୁସି ମେ କାଇଣ୍ଡଲି ସିନ୍ ଭଳିଆ ଆପଣଙ୍କର ସେଇଟା ଅଭ୍ୟସ୍ତ ହେଇଯିବ। ହେଲା, କିନ୍ତୁ ଆମର ସେଇ ମାନସିକତା ରହିବା ହିଁ ଆବଶ୍ୟକତା ଅଛି। ନହେଲେ ଆମେ ଯେଉଁ ଢାଞ୍ଚା ଆପଣମାନେ ଯେତେବେଳେ ପ୍ରଥମେ ଇଂରାଜୀରେ ଲେଖୁଥିଲେ, ଯେତେବେଳେ ନୂଆ ପ୍ରଥମେ ଚାକିରିରେ ଆପଣ ନିଯୁକ୍ତି ହେଲେ, ଅନେକ କଥା ଆପଣଙ୍କ ସିନିୟର ମାନଙ୍କଠୁ ବୁଝେଇକିରି ଲେଖୁଥିଲେ, ଯେଉଁମାନେ ଆଗରୁ ସେଇ ବିଭାଗରେ ଅଛନ୍ତି, ସେ ତାଙ୍କଠୁ ବୁଝିକିରି ଲେଖୁଥିଲେ ଏଇଟା କେମିତି ଲେଖା ହେବ, କ'ଣ ହେବ, ଏମିତି ବୁଝି ଆପଣ ବି ଅଭ୍ୟସ୍ତ ହେଇଗଲା। ଆପଣଙ୍କ ପରେ ଯିଏ ପୁଣି ନୂଆ ଆସିଲେ ସେ ଆପଣଙ୍କଠୁ ବୁଝିଲେ। ତେଣୁ ଦେଖନ୍ତୁ କି ବିଚିତ୍ର ଏ ପଦ୍ଧତି, ଇଏ ସବୁର ମୂଳରେ ଅଛି ମାନସିକତା। ଯଦି ଆମେ ମାନସିକତା ରଖିବା ଯେ ଆମ ଭାଷାରେ ଆମେ ନିଜେ ଲେଖିବା ଏବଂ ଏଇଟା କେହି କାହା ଉପରେ ଲଦି ଦେଉନାହାନ୍ତି କୌଣସି ସରକାର, ଏଇଟା ଭାରତ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି, ତେବେ ଆମେ ଆମ ଭାଷାରେ କାହିଁକି ନ ଲେଖିବା? ଏଇ ମାନସିକତା ଯଦି ଆମେ ସମସ୍ତେ ମନ ଭିତରେ ରଖିବା ତାହେଲେ ନିଶ୍ଚିତ ଭାବେ ତାକୁ ଆମେ ସହଜରେ ଲେଖିପାରିବା। ହଁ, ପ୍ରଥମେ ଲେଖିଲା ବେଳେ କିଛି ଭୁଲ ଭଟକା, ହର୍ଷଇକାର, ଦୀର୍ଘକାର, ଦୀର୍ଘଇକାର, ହର୍ଷଉକାର ଏମିତି ହେବ। ଆପଣ କ'ଣ ଏଇନା ବର୍ଣ୍ଣବୋଧ ପଢ଼ିବେ ନା ବ୍ୟାକରଣ ପଢ଼ିବାକୁ ଯିବେ? ଏଇଟା ସମ୍ଭବ ନୁହେଁ। ହେଲା, ଯେଉଁଠି ହର୍ଷଉକାର, ହର୍ଷଇକାର, ଦୀର୍ଘଇକାର, ହର୍ଷଉକାର, ତାଲବେଶ, ଦନ୍ତେଶ, ମୂର୍ଦ୍ଧନ୍ୟଷ, କେଉଁଠି କ'ଣ ଟିକେ ଏପଟ ସେପଟ ହେଇଗଲା, ହେଲେ ହେଲା, ଧୀରେ ଧୀରେ ସେ ପୁଣି ସଂଶୋଧନ ହେବ। କାରଣ ଆପଣଙ୍କୁ ଯେଉଁ ବହି ବୋଧେ ପ୍ରତ୍ୟେକଙ୍କୁ ଦେଇଥିବେ, ସେ ବହିରେ ପ୍ରାୟ ଶୁଦ୍ଧ କେଉଁଠି କୌଶଳ ଲାଗିବ, କେଉଁଠି ହର୍ଷଉକାର, କେଉଁଠି ହର୍ଷଇକାର, କେଉଁଠି ଦୀର୍ଘକାର, କେଉଁଠି ଦୀର୍ଘ ହର୍ଷଇକାର, କେଉଁଠି ରେଫ୍, ସବୁ ଠିକଠାକ୍ ଭାବେ ଲେଖା ହେଇଛି। ଆପଣ ତାକୁ ଦେଖିଲେ, ସପୋଜ ଯେଉଁଟା ନ ପାଇଲେ ତା ଭିତରେ ଗୋଟେ ଇଂରାଜୀ ଶବ୍ଦର ପ୍ରତିଶବ୍ଦ ସେ ବହି ଭିତରେ ନାହିଁ, କିନ୍ତୁ ଆପଣଙ୍କୁ ନଥିରେ ଲେଖିବା ପାଇଁ ସେଇଟା ଓଡ଼ିଆରେ ଆବଶ୍ୟକତା ପଡ଼ୁଛି। କିନ୍ତୁ ଯେଉଁ ବହିଟି ହେଇଛି ପ୍ରଶାସନ ଶବ୍ଦକୋଷ, ତା ଭିତରେ ସେ ଶବ୍ଦଟି ନାହିଁ। ନଥାଉ, ଆପଣ ସେଇ ଇଂରାଜୀ ଶବ୍ଦଟିକି ଓଡ଼ିଆ ଲିପିରେ ଲେଖିଦିଅନ୍ତୁ। ସପୋଜ ସେଇ ଶବ୍ଦ ଇଂରାଜୀରେ ନ ଲେଖି ଓଡ଼ିଆ ଲିପିରେ ସେଇଠିକି ଲେଖିଦିଅନ୍ତୁ, ତାର ଓଡ଼ିଆରେ ନଥାଉ। ଧରନ୍ତୁ ଆକାଉଣ୍ଟାଣ୍ଟ ଜେନେରାଲ, ସେ ତ ଅଛି ସେ ବହି ଭିତରେ,
ମହାଲେଖାପାଳ ଆମେ ଓଡ଼ିଆ କରିଛୁ ତାକୁ। ଆପଣ ଆକାଉଣ୍ଟାଣ୍ଟ ଜେନେରାଲ ଲେଖିଲେ ବି ଯେ ଭୁଲ ହେଇଯିବ ଓଡ଼ିଆ ଲିପିରେ କିଛି ଏମିତି ମାନେ ନାହିଁ। ଲେଖନ୍ତୁ ଆକାଉଣ୍ଟାଣ୍ଟ ଜେନେରାଲ, କିନ୍ତୁ ଓଡ଼ିଆ ଅକ୍ଷରରେ ଲେଖନ୍ତୁ। ସେମିତି ପୋଷ୍ଟ ମାଷ୍ଟର ଜେନେରାଲ, ଓଡ଼ିଆ ହେଇଛି ମହାଲେଖାପାଳ, ଇଏ ମହାଡାକପାଳ। ଇଏ ଶବ୍ଦ ବହୁତ ଆପଣ ଯେହେତୁ ଅଭ୍ୟସ୍ତ ନୁହନ୍ତି, ତେଣୁ ଆପଣଙ୍କୁ ଟିକେ କ୍ଷେଟକା ଲାଗୁଥିବ। ଲେଖୁନାହାନ୍ତି ପୋଷ୍ଟ ମାଷ୍ଟର ଜେନେରାଲ ଓଡ଼ିଆ ଲିପିରେ, କିଛି ଅସୁବିଧା ନାହିଁ। ସରକାରୀ ନଥିଲେ, କାରଣ ଆପଣମାନଙ୍କ ଭିତରୁ କେହି କବି କି ଲେଖକ କି ଔପନ୍ୟାସିକ ହେବାର ଆବଶ୍ୟକତା ନାହିଁ। ସମସ୍ତେ ସରକାରୀ ନଥିପତ୍ର କାର୍ଯ୍ୟ କରିବା ପାଇଁ ସରକାରୀ ଚାକିରିରେ ଆମେ ରହିଛେ। ତେଣୁ କଥା ହେଇଛି ଆମ ଭାଷାରେ ଆମେ ଲେଖିବା, ଏଇଟା ହେଲା ମୂଳ କଥା। ତେଣୁ ସେଇଠି ଯେଉଁ ଇଂରାଜୀ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ଆପଣ ପାଉନାହାନ୍ତି, କିଏ ଆପଣଙ୍କୁ କ୍ଷେଟକା ଲାଗୁଛି ସେ ଶବ୍ଦ, ତାହେଲେ ଆପଣ ସେଇ ଇଂରାଜୀ ଶବ୍ଦଟିକୁ ଓଡ଼ିଆ ଲିପିରେ ଲେଖିଦିଅନ୍ତୁ, କିଛି ଅସୁବିଧା ନାହିଁ। କିଛି ଅସୁବିଧା ହେବ ନାହିଁ। ଧୀରେ ଧୀରେ ଲେଖିଲେ, ଅଭ୍ୟସ୍ତ ହେଲେ, ଆପଣ ଏବେ ଇଂରାଜୀରେ ଲେଖିବା ଆପଣ ଏତେ କମ୍ପିଟେଣ୍ଟ କାହିଁ ହେଇଯାଇଛନ୍ତି? ଦୀର୍ଘ ବର୍ଷ ଧରି ଲେଖିବା ଦ୍ୱାରା ଆପଣଙ୍କ କଲମ ଧରିଲେ ଚାଲିଲା। PUC ମେ କାଇଣ୍ଡଲି ବି ସିନ୍, ଦିସ୍ ଇଜ୍ ରିଗାର୍ଡିଂ ଅମୁକ, ଦିସ୍ ମେ କାଇଣ୍ଡଲି ବି ଆପ୍ରୁଭ୍ଡ, ଅମୁକ ସମୁକ କରି ଚିଠିଟାକୁ ବଢ଼ିକିନା ଲେଖିଦେଲେ, ସାଙ୍ଗେ ସାଙ୍ଗେ ନଥିଟି ଦେଇଦେଲେ। କିନ୍ତୁ ଯେତେବେଳେ ଆଉ ଗୋଟେ ଭାଷାକୁ ଆସିବ ଟିକେ ସମୟ ଲାଗିବ, କିଛି ଦିନ ଲାଗିବ। ତାପରେ ଆପଣ ଲେଖି 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 ଅଭ୍ୟସ୍ତ ହେଇଗଲେ ଇଂରାଜୀ ଯେଉଁ ବେଗରେ ଆପଣ ଲେଖୁଥିଲେ, ନଥି ଫାଇଲ ଲେଖୁଥିଲେ, ସେଇ ଢଙ୍ଗରେ ବି ଓଡ଼ିଆରେ ଲେଖିପାରିବେ, କିଛି ଅସୁବିଧା ସେଥିରେ ନାହିଁ। କିନ୍ତୁ କେତେ କଥା ଆମେ ତାକୁ ସେଥିରେ ମାନିବା ପାଇଁ ପଡ଼ିବ। ଏଇ ଧରନ୍ତୁ, ଓଡ଼ିଆରେ ସଂକ୍ଷେପାକ୍ଷର ଚଳେ ନାହିଁ ବେଶୀ, ଯାହାକୁ ଇଂରାଜୀରେ ଆବ୍ରିଭିଏସନ୍ କହନ୍ତି। ସଂକ୍ଷେପାକ୍ଷର, ସଂକ୍ଷେପରେ BDO, ବ୍ଲକ ଡେଭଲପମେଣ୍ଟ ଅଫିସର ନ କହି BDOରେ ଚଳିଯାଉଛି। ସେମିତି ଧରନ୍ତୁ, ଜଣଙ୍କ ନାଁ ନଳିନୀ କାନ୍ତ ପଣ୍ଡା, ଆପଣ ତ ସର୍ଟ ଫର୍ମ କହିବେ ନକା ପଣ୍ଡା। ଏଇଟା ନାଇଁ, ଇଏ କଥା ମୁଁ ଏଇଥିପାଇଁ କହୁଛି, ନକା ପଣ୍ଡା ବି ଯେତେବେଳେ ଆମର ଚିଫ୍ ସେକ୍ରେଟାରୀ ଥିଲେ, ଜାନକୀ ବାବୁ ଯେତେବେଳେ ଓଡ଼ିଆ ପ୍ରଚଳନ କଲେ, ତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଓଡ଼ିଆରେ ନୋଟ୍ ତିଆରି କରି ମୁଖ୍ୟ ଶାସନ ସଚିବଙ୍କର, ଯାହାକୁ ଚିଫ୍ ସେକ୍ରେଟାରୀ ବୋଲି କହୁଛନ୍ତି, NK ପଣ୍ଡା ବ୍ରାକେଟ ଭିତରେ ସେ ଲେଖନ୍ତି ସବୁବେଳେ ନଳିନୀ କାନ୍ତ ପଣ୍ଡା। ତାଙ୍କ ନାଁଟି ନଳିନୀ କାନ୍ତ ପଣ୍ଡା, ସେ ଇଂରାଜୀରେ NK ପଣ୍ଡା କରି ବ୍ରାକେଟ କରିଦିଅନ୍ତି, ସେ ସେଠି ଦସ୍ତଖତ ମାରିଦିଅନ୍ତି, ଫାଇଲଟି ମନ୍ତ୍ରୀଙ୍କ ପାଖକୁ ଯାଏ କି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏ, ଯେହେତୁ ସେ ଚିଫ୍ ସେକ୍ରେଟାରୀ ଥିଲେ। କିନ୍ତୁ ସେତେବେଳେ ଯେଉଁ ଜାନକୀ ବାବୁ ଥିଲାବେଳେ ସେ ଯେଉଁ ଓଡ଼ିଆ ପ୍ରଚଳନ କରିଥିଲେ, ସେ NK ପଣ୍ଡା ଜାଗାରେ ନଳିନୀ କାନ୍ତ ପଣ୍ଡା ତାଙ୍କ ନାଁ, ସେ ଲେଖିଲେ ନକା ପଣ୍ଡା, ନ ବିନ୍ଦୁ କା ବିନ୍ଦୁ ପଣ୍ଡା, ନକା ପଣ୍ଡା। ସେ ନଥି ଯେତେବେଳେ ସେ ଦେଖିଲେ, ମୁଁ ତ ସେତେବେଳେ ଥିଲି, କାହିଁକିନା ମୁଁ 80 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଥିଲି, ସେ ସାଙ୍ଗେ ସାଙ୍ଗେ ତାକୁ ସସ୍ପେଣ୍ଡ କରିବା ପାଇଁ ଅର୍ଡ଼ର କଲେ। କହିଲେ ନକା ପଣ୍ଡା କ'ଣ? ନିଶ୍ଚିତ ଶ୍ରୁତି କଟୁ ହେଉଛି, ଖାଲି ନଳିନୀ ଲେଖିଲେ ଠିକ୍ ଅଛି, କି ନଳିନୀ କାନ୍ତ ଲେଖିଲେ ଠିକ୍ ଅଛି, କିନ୍ତୁ ନକା ପଣ୍ଡା, NK ପଣ୍ଡା ଇଂରାଜୀରେ ଠିକ୍ ଅଛି, ଓଡ଼ିଆରେ ନକା ପଣ୍ଡା ହେଲା ବେଳକୁ ସେଇଟା ଶ୍ରୁତି କଟୁ ହେଉଛି। ତାଙ୍କ ପଦବୀ ସେଇଟା ମଧ୍ୟ ବି ଗୋଟେ ମାନେ ଅସମ୍ମାନଜନକ କଥା ହେଉଛି। ତେଣୁ ସେଥିପାଇଁ ଓଡ଼ିଆରେ ପ୍ରାୟ ସଂକ୍ଷେପାକ୍ଷରର ବ୍ୟବହାର ନାହିଁ। ଇଂରାଜୀରେ ସେ ସବୁ ଅଛି ଏବଂ ଚାଲୁଛି, ସେ ଭାଷାରେ ଚାଲୁଛି।
କିନ୍ତୁ ଓଡ଼ିଆରେ ପ୍ରାୟ ନାହିଁ, ମୋଟେ ନାହିଁ। କେବଳ ତାରିଖକୁ ତା ଲେଖିଦେଲେ ଲୋକ ବୁଝିବେ, ତା ଡଟ୍ଟିଏ ଦେଇଦେଲେ ତାରିଖ ବୋଲି ଲୋକ ଜାଣିବେ। ସେମିତି ଟଙ୍କା ଜାଗାରେ ଟ ଡଟ୍ଟିଏ ଦେଇଦେଲେ ଟଙ୍କା, ସେମିତି ପଇସା ଜାଗାରେ ପ ଲେଖିଦେଲେ ବି ଜାଣିବେ। କିନ୍ତୁ ପୋଷ୍ଟ ଅଫିସ୍ ଓ ଅ ଲେଖିଲେ ଜାଣିବେ। ଏମିତି କେତେ ଗୁଡ଼ିଏ ଶବ୍ଦ ଅଛି ସଂକ୍ଷେପାକ୍ଷରରେ ଲେଖିଦେଲେ ମଧ୍ୟ ବୁଝା ପଡ଼ିବ। କିନ୍ତୁ ଆପଣ ନଥିପତ୍ରରେ ଯଦି ସଂକ୍ଷେପାକ୍ଷର ଇଂରାଜୀ ଭଳି ବ୍ୟବହାର କରିବେ, ସେ ନିଶ୍ଚିନ୍ତ ଶ୍ରୁତି କଟୁ ହେବ ଏବଂ ସେ ଅନେକ ଅଲଗା ଅର୍ଥ ପ୍ରକାଶିତ କରିବ। ତେଣୁ ସବୁବେଳେ ସେଇଟା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କାରଣ ଆପଣ ଯେତେବେଳେ ଟିପ୍ପଣୀ ବା ଚିଠି ବି ଲେଖୁଛନ୍ତି, ଆପଣ ବହୁତ ଇଂରାଜୀରେ ଲେଖିଲା ବେଳେ ବହୁତ ସର୍ଟ ଫର୍ମରେ ବି ଲେଖି ଦେଉଛନ୍ତି ସଂକ୍ଷେପରେ। କିନ୍ତୁ ଓଡ଼ିଆରେ ଲେଖିଲା ବେଳେ ସେ ନୋଟିଂ ହେଉ ବା ଡ୍ରାଫ୍ଟିଂ ହେଉ, ଚିଠା ହେଉ ବା ଟିପ୍ପଣୀ ହେଉ, ଯାହା ବି ହେଉ, ସେଥିରେ ସବୁବେଳେ ଧ୍ୟାନ ଦେବେ ସେ ସଂକ୍ଷେପାକ୍ଷର ଆଦୌ ବ୍ୟବହାର କରିବା ପାଇଁ କରିବେ ନାହିଁ। କାରଣ ଓଡ଼ିଆରେ ସଂକ୍ଷେପାକ୍ଷରର ପ୍ରଚଳନ ନଥିବାରୁ ସେଥିରେ ଅଭ୍ୟସ୍ତ ଲୋକ ନାହାନ୍ତି ଏବଂ ସେଇଟା ଶ୍ରୁତି କଟୁ ହୁଏ ଏବଂ ସେ ଅନେକ ଅର୍ଥ ବୁଝାଏ। ଧରନ୍ତୁ ନକାପଣ୍ଡା ଜାଗାରେ ନଳିନୀ ନହେଇ ଯଦି ନରେଶ ହେବ, କିଏ ମନା କରିପାରିବନି? ନଳିନୀକାନ୍ତ ପଣ୍ଡା ନହେଇ ନରେଶ ଯଦି ହେବ, ନଳିନୀ ନହେଇ ନରେଶ ହେବ। ତେଣୁ ନକାପଣ୍ଡା କହିଲେ ବି ସେ ଗୋଟେ ଶ୍ରୁତି କଟୁ ହେଉଛି, ଠିକ୍ ଲାଗୁନି। ଯଦି କେବେ ସୁକୁ ଦାସ, ସେ ବି ଆହୁରି କଦର୍ଯ୍ୟ ଶୁଣାଯାଉଛି, କିନ୍ତୁ ଇଂରାଜୀରେ ସେ ଚାଲୁଛି। ତେଣୁ ଏଇସବୁ କେତୋଟି ବିଷୟ ଧ୍ୟାନ ଦେଲେ, ତାପରେ ଆପଣମାନେ ଭାବୁଥିବେ ଯେ ଏଇଟା କ'ଣ ଏତେ ଦିନ ଲେଖି 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 ପୁଣି ଗୋଟେ କେମିତି ଇଂରାଜୀ ଲେଖିବୁ, ଇଏ ଓଡ଼ିଆରେ ଲେଖିବୁ, କେତେ କଷ୍ଟ। ଆଦୌ କଷ୍ଟ ନୁହେଁ। ଆପଣ ପରା ଗୋଟେ ଚିଠିଟିଏ ଗୋଟେ ଅନ୍ୟ କାର୍ଯ୍ୟାଳୟରୁ ଆସିଲା ବେଳେ ତାକୁ ପରା ଆଗ ସେ କ'ଣ ପଚାରିଛନ୍ତି, କ'ଣ ଜାଣିବାକୁ ଚାହିଁଛନ୍ତି, ତାକୁ ଓଡ଼ିଆରେ ଭାବୁଛନ୍ତି, ତାପରେ ତାକୁ ଇଂରାଜୀରେ ଲେଖୁଛନ୍ତି। ଏଇଟା ସତ କି ନାହିଁ ମିଛ ମୋତେ କୁହନ୍ତୁ? ବୁଝୁଛନ୍ତି ଓଡ଼ିଆରେ? ଧରନ୍ତୁ ଗଞ୍ଜାମ ଜିଲ୍ଲାପାଳ ଆପଣଙ୍କ ଲୋକସଭା ଭବନକୁ କ'ଣ ଟିକେ ସ୍ପଷ୍ଟୀକରଣ ମାଗିଲେ, ସେ ଯେଉଁ ଚିଠିଟି ଦେଲେ ସେ ଇଂରାଜୀରେ ଦେଲେ। ଆପଣ ସେ ଚିଠିଟିକି ପଢ଼ିକିରି ସେ କ'ଣ ଜାଣିବା ପାଇଁ ସ୍ପଷ୍ଟୀକରଣ ମାଗିଛନ୍ତି, ଆପଣ ତାକୁ ଓଡ଼ିଆରେ ଭାବିଲେ, ଆଉ ଲେଖିଲା ବେଳକୁ ପୁଣି ଇଂରାଜୀରେ ପିୟୁସି ମେ କାଇଣ୍ଡଲି ବି ସିନ୍ ଆଟ୍ ପେଜ୍ ଏତେ ସି। କାହିଁକି ଆପଣ ପତ୍ର ବିନିମୟ ପୃଷ୍ଠା ଏତେରେ ଥିବା ଚିଠି ଦେଖିବା ହେବେ, ପତ୍ର ଦେଖିବା ହେବେ। এটা ଲେଖିଲେ ସେ ପୁଣି ଅଭ୍ୟସ୍ତ ହେଇଯିବେ। ଯେମିତି ଆପଣ ପିୟୁସି ମେ କାଇଣ୍ଡଲି ବି ସିନ୍, ସେମିତି ବିଚାର୍ଯ୍ୟ ପତ୍ର ଏତିକି ପୃଷ୍ଠାରେ ଥିବା ବିଚାର୍ଯ୍ୟ ପତ୍ର ଦୟାକରି ପଢ଼ିବା ହେବେ ବା ପାଠ କରିବା ହେବେ ବା ଦେଖିବା ହେବେ, ଇଏ ବି ଅଭ୍ୟସ୍ତରେ ପଡ଼ିଯିବ। କିନ୍ତୁ ଆମେ ସେଇଟା ଲେଖୁନାହୁଁ। କାହିଁକି ନା ଆମେ ଗୋଟେ ଢାଞ୍ଚାରେ ପଡ଼ିଯାଇଛୁ, ଯେଉଁଥିପାଇଁ କି ଆମକୁ ସେଇଟା ଲେଖିବା ପାଇଁ କିଏ ସେ ବସିକିରି ସେ ଭାଷା ପ୍ରତିଷ୍ଠାନ ଗୋଟେ ପ୍ରଶାସନ ଶବ୍ଦକୋଷ ଦେଇଛି, ଇଏ ଶବ୍ଦର ଅର୍ଥ ଜଣାପଡ଼ୁନି, ତାକୁ ପୁଣି ମେଲା କର, ତାର ଓଡ଼ିଆ ପ୍ରତିଶବ୍ଦ ଦେଖେ, ତାକୁ ଲେଖେ, ଏଇଭଳି ଭାବନା ମନରେ ଆସୁଛି। କିନ୍ତୁ ଆପଣ କିଛି ଦିନ ଏ କଥା କରି ଯଦି ଲେଖିବେ, ସେ ବହି ଯେଉଁ ଦୁଇଟି ଅଛି ସେଥିରେ ପ୍ରାୟ ସବୁ ଶବ୍ଦ ଅଛି। ଏମିତି କେତେ 5-10%, 15% ଶବ୍ଦ ନଥିବ। ସେମିତି ଆଦର୍ଶ ଟିପ୍ପଣୀ ଏବଂ ଚିଠା ପୁସ୍ତକରେ ପ୍ରାୟ ସବୁ ଚିଠା ଟିପ୍ପଣୀ ଅଛି। ଆଉ କିଛି ବି ନଥିବ ବୋଲି ସେଇଟାକୁ ମଧ୍ୟ ସେ ରିଭାଇଜ୍ କରିବେ ଏବଂ ସଂଶୋଧନ କରି ଆଉ ବାହାର କରିବେ, ବହି ବାହାର କରିବେ ଏବଂ ଯୋଗାଇ ଦିଆଯିବ। ତେଣୁ ଆପଣ ସେତିକି ଯଦି କେତେ ଥର ତାକୁ ଆପଣ ରେଫର୍ କରିଦେବେ, 10-15 ଥର କି 20 ଥର କି 30 ଥର, ତାପରେ ଆପଣଙ୍କୁ ଆଉ ସେ ବହି ଦେଖିବାକୁ ପଡ଼ିବନି।
ଆପଣ ନିଜେ ଅଭ୍ୟସ୍ତ ହେଇଯିବେ ଏବଂ ଲେଖି ଚାଲିବେ। କିନ୍ତୁ ମୁଁ ଯେଉଁ କଥା କହିଲି କୌଣସି ଆଞ୍ଚଳିକ ଭାଷା ବୋଲିରେ ଲେଖିବେ ନାହିଁ। ତେଣୁ ଦକ୍ଷିଣାଞ୍ଚଳର ଭାଷା ଗୋଟେ ଆଞ୍ଚଳିକ ଭାଷା, ସମ୍ବଲପୁରୀ ଭାଷା ସେ ଅଲଗା ଭାଷା। ତେଣୁ ଯେଉଁ ସେସବୁ ଆଞ୍ଚଳିକ ଭାଷା, ସେସବୁ କଥାବାର୍ତ୍ତାରେ ଭାଷା, କିନ୍ତୁ ସେଇଟା ଅଫିସିଆଲ ଭାଷା ନୁହେଁ, ସରକାରୀ ଭାଷା ନୁହେଁ। ସେଭଳି ଭାଷା କେବେ ଏଇ ଧରନ୍ତୁ କେଉଁ ଝିଅ କ'ଣ କାହା ସେଥିରେ ପଳେଇଲା, ତାକୁ ସମ୍ବଲପୁରୀ ଭାଷାରେ କେବେ ଉଦୁଲିଆ ଗଲା। ଯଦି ସମ୍ବଲପୁର ଲୋକ କିଏ ଥିବେ ବୁଝିବେ। ଆରେ ଉଦୁଲିଆ ସିନା ସମ୍ବଲପୁର ଲୋକ ବୁଝିବେ, ତ ଗଞ୍ଜାମ ଲୋକ କ'ଣ ବୁଝିବେ, ତ ଫୁଲବାଣୀ ଲୋକ କ'ଣ ବୁଝିବେ, ତ କୋରାପୁଟ ଲୋକ କ'ଣ ବୁଝିବେ। ତେଣୁ ମୁଁ ସବୁବେଳେ କହୁଛି ସରକାରୀ ନଥିପତ୍ରରେ ବ୍ୟବହୃତ ହେଉଥିବା ଭାଷା ଗୋଟିଏ ମାନକ ଭାଷା ହେବା ଦରକାର, ଯାହାକୁ ଆପଣ ଇଂରାଜୀରେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବୋଲି କହୁଛନ୍ତି। ତାକୁ ସବୁ ବର୍ଗର, ସବୁ ଅଞ୍ଚଳର ସମସ୍ତେ ବୁଝିବେ। ଆଉ ସଂକ୍ଷେପାକ୍ଷର ସବୁବେଳେ ପରିହାର କରିବେ, କାରଣ ସେ ଆପଣ ଧରନ୍ତୁ ନଥିଟିଏ, ଗୋଟେ ନଥିରେ ନୋଟଟିଏ ଲେଖିଲେ, ଯିଏ ଫାଇଲଟି ପ୍ରଥମେ, ନଥିଟି ଯିଏ ପ୍ରଥମେ ଲେଖୁଛି ସେ ବାମ ପଟେ ଦସ୍ତଖତ କରୁଛି। ଧରନ୍ତୁ ତାଙ୍କ ନାଁ ସୁରେନ୍ଦ୍ର କୁମାର ଦାସ, କେବେ ସୁକୁ ଦାସ ବୋଲି ଲେଖିବେନି। ସୁକୁ ଦାସର ତ ଅନେକ ଅର୍ଥ ଆସିବ, ସୁରେଶ ଦାସ ଆସିବ, ସୁକୁମାର ଦାସ ଆସିବ, ସୁରେନ୍ଦ୍ର ଦାସ ଆସିବ। ଖାଲି ନାଁଟି ଲେଖନ୍ତୁ ସୁରେନ୍ଦ୍ର, ଦାସ ଲେଖିବା ଦରକାର ନାହିଁ କି କୁମାର ଲେଖିବା ଦରକାର ନାହିଁ। ସେମିତି କମଳାକାନ୍ତ ବଡ଼ୁ ଫଳୁ କିଛି ନହେଲେ କମଳାକାନ୍ତ ଲେଖନ୍ତୁ, କିଛି ନାହିଁ, ଖାଲି ପ୍ରଥମ ନାଁଟି ଲେଖନ୍ତୁ ଏବଂ ତାରିଖଟି ଦିଅନ୍ତୁ। ସେମିତି ଅନୁମୋଦନ ନିମନ୍ତେ ଚିଠା, DFA ଆପଣ ଇଂରାଜୀରେ ଲେଖି ଦେଉଛନ୍ତି, ଏଇଟା ଅତି ସହଜ। DFA ଗାଡ଼ି ଦେଲେ ଗୋଟେ ସେକେଣ୍ଡରେ, ସେକେଣ୍ଡ ତ ନୁହଁ, ତାଠୁ ଆହୁରି କମ୍ ସମୟ। କିନ୍ତୁ ଆପଣ ଯଦି ଓଡ଼ିଆରେ ଲେଖିବେ ଅନିଚି, ଅଟିଏ ଲେଖିବେ ବିନ୍ଦୁଟିଏ ଦେବେ, ନିଟିଏ ଲେଖିବେ ବିନ୍ଦୁଟିଏ ଦେବେ, ଚିଟିଏ ଲେଖିବେ ବିନ୍ଦୁଟିଏ ଦେବେ। ଆପଣ ଭାବିଲେ ମୁଁ ଅନୁମୋଦନ ନିମନ୍ତେ ଚିଠା ଲେଖିଲି DFA, ସେଟା ଇଂରାଜୀରେ ଚଳୁଥିଲା, କିନ୍ତୁ ଓଡ଼ିଆରେ ଅନିଚି ଚଳିବ ନାହିଁ, ପୁରା ଲେଖିବାକୁ ପଡ଼ିବ ଅନୁମୋଦନ ନିମନ୍ତେ ଚିଠା। ସଂକ୍ଷେପାକ୍ଷର ଓଡ଼ିଆରେ ଚଳେ ନାହିଁ, କାରଣ ସେ କଦର୍ଥ ହୁଏ ଏବଂ କଦର୍ଯ୍ୟ ବି ଶୁଣାଯାଏ ଏବଂ ବିଭିନ୍ନ ଅର୍ଥ ତା ଦେହରୁ ବି ଆସେ, କିନ୍ତୁ ଇଂରାଜୀରେ ସେଇଭଳି ହୁଏ ନାହିଁ। ଏଇ କେତୋଟି ଜିନିଷ ଯଦି ଆପଣ ଲକ୍ଷ୍ୟ ରଖିବେ ଏବଂ ଖୁବ୍ ସହଜରେ ହିଁ ଓଡ଼ିଆରେ ଲେଖିବେ। ମୁଁ ତ ପୁଣି କହୁଛି, ଆପଣ ଯେଉଁ ଚିଠି ପାଉଛନ୍ତି ତାକୁ ସେ କ'ଣ ଜାଣିବାକୁ ଚାହୁଁଛି ଆପଣ ଓଡ଼ିଆରେ ଭାବୁଛନ୍ତି, ଯାହା ଭାବୁଛନ୍ତି ସେଇଆକୁ ଲେଖନ୍ତୁ। କିନ୍ତୁ ଆପଣ ସମ୍ବଲପୁର ଲୋକ ହେଇଥିଲେ ସମ୍ବଲପୁରୀ ଭାଷାରେ ଲେଖନ୍ତୁନି, ବ୍ରହ୍ମପୁର ଲୋକ ହେଇଥିଲେ ବ୍ରହ୍ମପୁରରେ ଯେଉଁ ଭାଷା କହନ୍ତି ସେ ଭାଷାରେ ଲେଖନ୍ତୁନି, ଗୋଟେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜରେ ଲେଖନ୍ତୁ, ଯାହାର ମଡେଲିଂ ସେ ବହିରେ ଅଛି, ମାନକ ଭାଷା ଯାହାକୁ ଆମେ କହୁଛୁ, ସେଇଥିରେ ଲେଖିଲେ ସମସ୍ତେ ବୁଝିପାରିବେ। ଆଉ କେବେ ସଂକ୍ଷେପାକ୍ଷର କେବେ ବ୍ୟବହାର କରିବେ ନାହିଁ। ଯେଉଁ ଇଂରାଜୀ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ କୌଣସି ଅଭିଧାନରେ ପାଉନାହାନ୍ତି କି ପ୍ରଶାସନ ଶବ୍ଦକୋଷରେ ନାହିଁ, ସେଇ ଇଂରାଜୀ ଶବ୍ଦଟିକି ଆପଣଙ୍କର ଟିପ୍ପଣୀରେ ହଉ ବା ଚିଠାରେ ହଉ, ଯେଉଁ ଚିଠିଟିକି ପଠାଉଛନ୍ତି, ସେଇ ଶବ୍ଦଟିକି ଓଡ଼ିଆ ଲିପିରେ, ପୁରା ଇଂରାଜୀଟିକୁ ବି ଓଡ଼ିଆ ଲିପିରେ ଲେଖିଦିଅନ୍ତୁ, ସେ ଯାଉ। ତାପରେ କିଛି ଦିନ ପରେ ସେ ଅଭ୍ୟସ୍ତ ହେବେ ଏବଂ ସେ ଶବ୍ଦର ପ୍ରତିଶବ୍ଦ ବି ମିଳିବ। ବହି ଆପଣ ଗୋଟେ ଭାଷା ବ୍ୟବହାର କଲେ ସେ ଭାଷାକୁ ସମୃଦ୍ଧ କରିବା ପାଇଁ ଆମର ଯେଉଁ ଏଇ ବିଭାଗ ଅଛି, ଭାଷା ପ୍ରତିଷ୍ଠାନ ଅଛି, ସେ ତ ନିଶ୍ଚିତ ଚେଷ୍ଟା କରୁଛି। ଏବେ ତ ଚାଲିଛି ସେ ବହି, ସେ
ମୋତେ ତାଙ୍କର ଡାଇରେକ୍ଟର ଡାକିଥିଲେ ଏବଂ କହିଛନ୍ତି ଆମେ ନଥିବା ଅନେକ ଗୁଡ଼ିଏ ଶବ୍ଦ ଶୀଘ୍ର ଆମେ ଆ ଭିତରକୁ ଆଣିବା, ପ୍ରଶାସନରେ ବ୍ୟବହୃତ ହେଉଥିବା ଶବ୍ଦ ଆପଣ ଟିକେ ସେଇଥିରେ ରହିବେ ଏବଂ ତାକୁ ଚେଷ୍ଟା କରି କେମିତି ସବୁ ଶବ୍ଦ ରହିପାରିବ ତେବେ ଆମେ ଦେଖିବା। ଅବଶ୍ୟ ସବୁ ଶବ୍ଦ ନଥାଇପାରେ, କାହିଁକି ନା ଗୋଟେ ନମୁନା ଏତେ ତ ଗୁରୁତ୍ୱ ଦିଆଯାଉନଥିଲା, ବହୁତ ଶବ୍ଦ ଅଛି କିନ୍ତୁ ସବୁ ଶବ୍ଦ ନାହିଁ। ତେଣୁ ସବୁ ଶବ୍ଦ ଯେଭଳି ରହିବ ସେଭଳି ଖୁବ୍ ଶୀଘ୍ର ସେ ଯୋଡ଼ିଏ ବହି ପୁଣି ସଂକଳନ ହେଇ ଯୋଗାଇ ଦିଆଯିବ ପ୍ରତ୍ୟେକ କାର୍ଯ୍ୟାଳୟକୁ। ତ ଆପଣ କିଛି ଦିନ ଲେଖିଲା ବେଳେ ଯେଉଁ ଝୁଣ୍ଟୁଥିବେ, କାରଣ ଦୀର୍ଘ ଦିନର ଅଭ୍ୟାସ, 20 ବର୍ଷର ଅଭ୍ୟାସ, କାହାର 10 ବର୍ଷର ଅଭ୍ୟାସ, କାହାର 25 ବର୍ଷର ଅଭ୍ୟାସ, ସେ ଆପଣ ସେଇଟାକୁ ଆପଣ ଓଡ଼ିଆରେ ଲେଖିଲେ ବି ସେଇଟା ଆପଣଙ୍କର 6 ମାସ ହେଇଯିବ, ବର୍ଷେ ହେଇଯିବ, 2 ବର୍ଷ ହେଇଯିବ, 5 ବର୍ଷ ହେଇଯିବ, ତାପରେ ଆପଣ ଅଭ୍ୟସ୍ତ ହେଇଯିବେ। ଆପଣ ଆଉ କୌଣସି ଅଭିଧାନ ଦେଖିବା ଦରକାର ନାହିଁ, କିଛି ଦେଖିବା ଦରକାର ନାହିଁ। କିନ୍ତୁ ଏଇସବୁ କେତେ ଗୁଡ଼ିଏ ଯେଉଁ ନିୟମ କହିଲି, ସଂକ୍ଷେପାକ୍ଷର ବ୍ୟବହାର କରି, ଆଚ୍ଛା ମାତ୍ରା ଫଳା ଆମ ଓଡ଼ିଆରେ ଟିକେ ଅଧିକା ଅଛି। ହର୍ଷଉକାର, ଦୀର୍ଘଉକାର, ହର୍ଷଇକାର, ଦୀର୍ଘଇକାର, ରୁ ଫଳା, ଓ ଫଳା, ଏମିତି ବହୁତ ଅଛି। ମଧୁ ବର୍ଣ୍ଣବୋଧ ଆମେ ପିଲାବେଳେ ପଢ଼ୁଥିଲେ। ସେଇଟା କେଉଁଠି ଆବଶ୍ୟକ? କିଏ ଉପନ୍ୟାସ ଲେଖୁଛି, କିଏ ଗଳ୍ପ ଲେଖୁଛି, କିଏ କବି କବିତା ଲେଖୁଛି, ସେଠି କେଉଁଠି ହର୍ଷଉକାର, ଦୀର୍ଘଉକାର, ହର୍ଷଇକାର, ଦୀର୍ଘଇକାର, ରୁ ଫଳା, ବ ଫଳା ଭୁଲ ହେଇଗଲା ସେ ଚଳିବ। ଇଏ ସରକାରୀ କାର୍ଯ୍ୟାଳୟରେ କେଉଁଠି ଦୀର୍ଘଉକାରଟା ହର୍ଷଉକାର ହେଇଗଲେ କିଛି ପ୍ରଳମ୍ବ ଅସୁବିଧା ହେଇଯିବ ନାହିଁ। ଏବଂ ଯଦି ଆପଣ କେଉଁ ବହିରୁ ଜାଣିକିରି ହର୍ଷଉକାରଟା ଠିକ୍ ବୋଲି ଭାବି ଲେଖିଲେ ଚଳିବ, ଯଦି ବି ଦୀର୍ଘଉକାର ଲେଖିଦେଲେ କିଛି ପ୍ରଳମ୍ବ ଅସୁବିଧା ହେଇଯିବ ନାହିଁ। ଲେଖିଲେ ହିଁ ଭୁଲ ଲେଖିଲେ ହିଁ ଠିକ୍ ହେବ, କିନ୍ତୁ ନ ଲେଖିଲେ ତ ଆଦୌ ହେବ ନାହିଁ। କାରଣ ଓଡ଼ିଆରେ ଅନେକ ମାତ୍ରା ଫଳା ହର୍ଷଇକାର, ଦୀର୍ଘଇକାର ଅଛି। କେଉଁଠି ଦୀର୍ଘଇକାର ହେବା ଜାଗାରେ ହର୍ଷଇକାର ହେଇଗଲା, ହଉ କ'ଣ ହେଇଗଲା, ହର୍ଷଇକାର ହେଇଛି ବୋଲି, କିନ୍ତୁ କଥାଟି ତ ବୁଝି ହେଲା। ତେଣୁ ଏ କେତୋଟି ବିଷୟ ଧ୍ୟାନ ଦେଲେ, ଆମେ ତ ସମସ୍ତେ ଓଡ଼ିଆ, ନନ୍ ଓଡ଼ିଆ ଲୋକ କେତେ ଥିବେ, ଏଇ ପ୍ରଶାସନିକ ସେବାରେ ଖୁବ୍ କମ୍ ସଂଖ୍ୟକ ନନ୍ ଓଡ଼ିଆ ଲୋକ ଆସିଥିବେ। ନହେଲେ ଆମେ ଯେତେ ସବୁ କାମ କରୁଛେ ସରକାରୀ କାର୍ଯ୍ୟାଳୟରେ, ଆମର ଉପବିଭାଗ ଅଧିକାରୀ ପର୍ଯ୍ୟନ୍ତ, ଯାହାକୁ ଡେସ୍କ ଅଫିସର ବି ଲୋକସଭା ଭବନରେ କହୁଛନ୍ତି, ଆମେ ତ ସମସ୍ତେ ଅଧିକାଂଶ ସବୁ ଆମେ ଓଡ଼ିଶାର ଲୋକ ଅଛୁ, ଓଡ଼ିଆର ଲୋକ ଅଛୁ। ଆମେ ଘରେ ଗଲେ ଓଡ଼ିଆ କହୁଛୁ, ବଜାର ଗଲେ ଓଡ଼ିଆ କହୁଛୁ, ଦୋକାନ ଗଲେ ଓଡ଼ିଆ କହୁଛୁ, ଅଫିସରେ ଓଡ଼ିଆରେ କଥାବାର୍ତ୍ତା ହେଉଛୁ। ଯଦି କାହାକୁ କେଉଁ ବିଷୟ ନ ଜଣା ପଡ଼ିଲା ତାକୁ ଓଡ଼ିଆରେ ପଚାରୁଛୁ, ଆରେ ଭାଇ ଏଇଟା ଇଏ ପଚାରିছে, ଆର କ'ଣ ପ୍ରୋଭିଜନ୍ ଅଛି, କେଉଁ ଆଇନରେ କେଉଁ ବିଷୟଟା ଅଛି, ଏଇଟା ଟିକେ ଜାଣିଛୁ କି ମୋତେ କହିଲୁ, ଏ କଥା ବି ତାକୁ ଆମେ ଓଡ଼ିଆରେ ପଚାରୁଛୁ। ସେ ଯେଉଁ ଲୋକ ଆପଣଙ୍କର ଧରନ୍ତୁ କେଉଁ ଆପଣଙ୍କ ପାଖ ସହାୟକକୁ ପଚାରୁଛନ୍ତି, ବା ଆପଣଙ୍କ ବନ୍ଧୁ କିଏ ଜାଣିଥିବ ତାକୁ ଯାଇ ପଚାରୁଛନ୍ତି, ଏ ଚିଠା ଇଏ ଦେଇଛି, ଏ ବିଷୟ ପଚାରୁଛୁ, ଏଇଟା କେଉଁଥିରେ ଅଛି। ତେଣୁ ମୋର କହିବା କଥା, ଆମେ ତ ସବୁ ଓଡ଼ିଆ କହୁଛେ, କିନ୍ତୁ ସବୁ କରି ଲେଖିଲା ବେଳକୁ PUC ମେ କାଇଣ୍ଡଲି ବି ସିମ୍, ଦିସ୍ ଇଜ୍ ରିଗାର୍ଡିଂ ଏ ଲେଟର ଫ୍ରମ୍ କଲେକ୍ଟର ପୁରୀ ରିଗାର୍ଡିଂ ଅମୁକ, ୟୁ ୱାଣ୍ଟ ଟୁ ନୋ ଦି ଅମୁକ, ଦିସ୍ ଇଜ୍ ଦ ପ୍ରୋଭିଜନ୍ ଫର୍ ଅମୁକ, ତାପରେ ନୋଟିଂରେ ଲେଖି ସାରି DFA ଫର୍ ଆପ୍ରୁଭାଲ୍। ଏଇ ତ ହେଉଛି ବିଡ଼ମ୍ବନା, ଏଇ ତ ହେଉଛି ବିଡ଼ମ୍ବନା। ମାନେ ଆପଣ ସବୁ ବୁଝୁଛନ୍ତି ଓଡ଼ିଆରେ, ତାକୁ ପୁଣି ଆରମ୍ଭ କଲେ ଇଂରାଜୀରେ ଲେଖନ୍ତୁ। ମୁଁ ପୁରା କହିଲି ହର୍ଷଇକାର, ହର୍ଷଉକାର, ଦୀର୍ଘଇକାର, ରୁକାର, ଏ ଫଳା, ଓ ଫଳା, ତାଲବେଶ, ଦନ୍ତେଶ, ମୂର୍ଦ୍ଧନେଶ ସବୁ ଭୁଲ ହେବ କିଛି। ହଉ ଭୁଲ ହେଲେ ହିଁ ତ ଠିକ୍ ହେବ। ଏଠି ତ ଆମେ କେହି ଉପନ୍ୟାସ ଲେଖୁନେ କି ବ୍ୟାକରଣ ବହି ଲେଖୁନେ ଯେ ଏ ବହିଟିକି ପଢ଼ିଲେ ତାଲବେଶ ଜାଗାରେ ଦନ୍ତେଶ ହେଇଯାଇଛି, ଭୁଲ ହେଇଗଲା, ପିଲା ଭୁଲରେ ପଢ଼ିକିରି ସବୁ ମୂର୍ଖ ହେବେ। ଆମର ଏଇଟା ନଥିରେ ଲେଖା ହେଉଛି,
ଯଦି ଠିକ୍ ସ ଜାଣିଛନ୍ତି ତାଲବେଶ ମୁତୁନେଶ ଦନ୍ତେଶ ହର୍ଷଉକାର ଦୀର୍ଘଉକାର ରୁକାର ଯଦି ଯିଏ ଫଳା ଜାଣିଛି ଯେଉଁ ଶବ୍ଦରେ ଯେଉଁ ଫଳା ଲାଗିବ ସେ ଲେଖୁ। ଯିଏ ନ ଜାଣିଛି ଯଦି ସେ ଭୁଲ ମାତ୍ରାଟିଏ ଦେଲା କ'ଣ ଅସୁବିଧା ହେଲା ସେଥିରେ? କିନ୍ତୁ ଆପଣ ସହଜରେ ଲେଖିପାରିବେ। ଦିନେ ଲେଖିବେ ତା ପରଦିନକୁ ଆଉ ଟିକେ ସହଜ ହେବ ଲେଖିପାରିବେ, 8 ଦିନ ପରେ ଆଉ ଟିକେ ସହଜ ହେବ ଲେଖିପାରିବେ। କିନ୍ତୁ ଆମେ ଯଦି ମାନସିକତା ରଖିବା ମୋଟେ ଲେଖିବା ନାହିଁ, ଆମକୁ ଏଇଟା ସହଜ ହେଇଗଲାଣି। କିଏ ସେ ପ୍ରଶାସନ ଶବ୍ଦକୋଷ ଦେଖୁଛି, ସେ ଆଦର୍ଶ ଟିପ୍ପଣୀ ଚିଠାକୁ ଦେଖୁଛି, ତାକୁ ଲେଖୁଛି, ଏତେ ସମୟ କିଏ ନେଉଛି? ଯଦି ଆମେ ଏଇଭଳି ଭାବନାରେ ରହିବା ତାହେଲେ ତ କେବେ ହେଲେ ଲେଖିପାରିବାନି। ଆମେ ସବୁବେଳେ ଓଡ଼ିଆ କହୁଛେ କିନ୍ତୁ ଘର ଭାଷାଟା କଥିତ ଭାଷା, ବାହାରେ ଆମେ ସେଟା କଥିତ ଭାଷା କହୁଛେ। ଏଇଟା ଟିକେ ଅଫିସିଆଲ ଲାଙ୍ଗୁଏଜ ଯେହେତୁ କାର୍ଯ୍ୟ ନଥିପତ୍ରରେ ହେବ ଏବଂ ସମସ୍ତଙ୍କର ଅବଗତି ପରେ ଟିକେ ୟୁନିଫର୍ମିଟି ସମରୂପତା ରକ୍ଷା କରିବା ପାଇଁ ପଡ଼ିବ।